পবিত্র প্রতিষ্ঠা দিবস উপলক্ষে আয়োজিত এই ভব্য সমারোহর সম্মাননীয় সভাপতি মহোদয়, মঞ্চাসীন বরেণ্য নিমন্ত্রিত অতিথিগণ, এই মহার্ঘ দিবসরে সম্বর্ধিত হওয়া লাগে আমন্ত্রিত প্রাজ্ঞ অনুভবীগণ, আম মহাবিদ্যালয়ের অধ্যাপক অধ্যাপিকা কর্মচারীগণ, গণমাধ্যমর বন্ধুগণ, সুহৃদ বিবুধ মণ্ডলী, শ্রদ্ধেয় ছাত্রছাত্রীগণ, এই পবিত্র উৎসবরে মঞ্চাসীন হইଥିବା মাননীয় অতিথিগণ স্ব পরিচয় বেশ পরিব্যাপ্ত। মোর পরিচয় কেবল ঔপচারিকতা মাত্র। এই পবিত্র উৎসবরে মুখ্য অতিথি রূপে মঞ্চ মণ্ডল କରିଛନ୍ତି ଆମ ଜିଲ୍ଲାର ଜିଲ୍ଲାପାଳ ସମ୍ମାନନୀୟ ଶ୍ରୀଯୁକ୍ତ ଜି ସୁନାଥ ମହୋଦୟ। ମାନନୀୟ ଜିଲ୍ଲାପାଳ ମହୋଦୟ ଜଣେ ମେଧାବୀ ଛାତ୍ର ଭାବରେ ତାଙ୍କ ଛାତ୍ର ଜୀବନ ଅତିବାହିତ କରିବା ସହିତ 2018 ମସିହାରୁ ଓଡ଼ିଶା କ୍ୟାଡରର IAS ଅଫିସର ଭାବରେ ପବିତ୍ର କର୍ମମୟ ଜୀବନ ଆରମ୍ଭ କରନ୍ତି। ଜଣେ ଦକ୍ଷ, ବିଚାରବନ୍ତ, ଉଦାର, ନମ୍ର, ସଂଗ୍ରାମ ଅଫିସର ଭାବରେ ସମଗ୍ର ଭାରତରେ ତାଙ୍କର ସୁଖ୍ୟାତି ସୁବିଦିତ। ଆମ୍ଭ ଜିଲ୍ଲାର ଜିଲ୍ଲାପାଳ ଭାବରେ ଜିଲ୍ଲାର ସାମଗ୍ରିକ ବିକାଶରେ ତାଙ୍କର ବଳିଷ୍ଠ ସହଭାଗିତା ଆମକୁ ମୁଗ୍ଧ କରିଛି। ଏହି ମହାନ ଉତ୍ସବରେ ତାଙ୍କ ମୁଖ୍ୟ ଅତିଥି ଭାବରେ ପାଇ ଆମ୍ଭ ଅନୁଷ୍ଠାନ ଆନନ୍ଦିତ, ଗୌରବାନ୍ୱିତ। ତାଙ୍କ ଉଦାର ଉପସ୍ଥିତି ପାଇଁ ତାଙ୍କୁ କୃତଜ୍ଞତା ଜଣାଉଛି, ପ୍ରଣାମ ଜଣାଉଛି। ଏଥିସହିତ ଏହି ଭବ୍ୟ ସମାରୋହରେ ଉପସ୍ଥିତ ଅଛନ୍ତି ଆଜିର ଏହି ଭବ୍ୟ ସମାରୋହର ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଶାନ୍ତନୁ କୁମାର ଆଚାର୍ଯ୍ୟ ମହୋଦୟ। ମାନନୀୟ ଆଚାର୍ଯ୍ୟ ମହୋଦୟ ଆମ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରୂପେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛନ୍ତି। ରସାୟନ ବିଜ୍ଞାନ ବିଭାଗର ଜଣେ କୃତବିଦ୍ୟ ଅଧ୍ୟାପକ ଭାବରେ କେବଳ କାର୍ଯ୍ୟ ସମ୍ପନ୍ନ କରିନାହାନ୍ତି, ବରଂ ଜଣେ ଲବ୍ଧ ପ୍ରତିଷ୍ଠିତ ସାରସ୍ୱତ ସାଧକ ରୂପେ ସମଗ୍ର ଭାରତରେ ଲାଭ କରିଛନ୍ତି ଅଦ୍ୱିତୀୟ ପ୍ରସିଦ୍ଧି। ଓଡ଼ିଆ କଥା ସାହିତ୍ୟରେ ଆଣିଛନ୍ତି ଅସାଧାରଣ କ୍ରାନ୍ତି। ନରକିନ୍ନର, ଶତାବ୍ଦୀର ଲଚିକତା, ତିନୋଟି ରାତିର ସକାଳ, ବହୁ ବହୁ ଜନ୍ମ ତାଙ୍କ ଅନନ୍ୟ ପ୍ରତିଭାର ଏକ ଉଜ୍ଜ୍ୱଳ ଉଦାହରଣ। ପବିତ୍ର ସାରସ୍ୱତ ସାଧନା ଲାଗି ସେ ଲାଭ କରିଛନ୍ତି ବହୁ ଜାତୀୟ ଆନ୍ତର୍ଜାତୀୟ ପୁରସ୍କାର। ଏହି ମହାର୍ଘ ଲଗ୍ନରେ ତାଙ୍କୁ ମୁଖ୍ୟ ବକ୍ତା ରୂପେ ପାଇ ଆମ୍ଭେ ବେଶ ଗୌରବାନ୍ୱିତ। ଏହି ଅବସରରେ ତାଙ୍କୁ ବିନମ୍ର ପ୍ରଣତି ଜଣାଉଛି, କୃତଜ୍ଞତା ଜଣାଉଛି। ଆଜିର ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମଞ୍ଚ ମଣ୍ଡଳ କରିଛନ୍ତି ଆଜିର ଅନ୍ୟତମ ସମ୍ମାନନୀୟ ଅତିଥି, ଉପଖଣ୍ଡ ପୋଲିସ ଅଧିକାରୀ ସମ୍ମାନନୀୟ ଶ୍ରୀଯୁକ୍ତ ଆଜିଙ୍କ ବାବୁରାଓ ମାନେ ମହୋଦୟ। ଆମ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା, ଅପରାଧ ନିୟନ୍ତ୍ରଣ କରିବା ତଥା ସାଧାରଣ ମଣିଷକୁ ପ୍ରଶାସନିକ ସୁବିଧା ଓ ସୁଯୋଗ ଲାଗି ସହଯୋଗ ଦେବାରେ ତାଙ୍କ ଅଧିକାରକୁ ସୁରକ୍ଷା ଦେବା କ୍ଷେତ୍ରରେ ସମ୍ମାନନୀୟ SDPO ସାର୍ ଗ୍ରହଣ କରିଛନ୍ତି ବହୁବିଧ ପଦକ୍ଷେପ। ଆମର ଏହି ମହାନ ପର୍ବରେ ଆପଣଙ୍କ ଉପସ୍ଥିତିକୁ ମୁଁ ଆପଣଙ୍କୁ ମୁଁ ମଧ୍ୟ ଗଭୀର କୃତଜ୍ଞତା ଏବଂ ପ୍ରଣତି ଜଣାଉଛି। ଆମ ସହିତ ଏହି ମହାର୍ଘ ଉତ୍ସବରେ ମଞ୍ଚ ମଣ୍ଡଳ କରିଛନ୍ତି ଆମ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୁଜାତା ପୋତା ମହୋଦୟ। ମାନନୀୟ ଅଧ୍ୟକ୍ଷ ଆମ ଅନୁଷ୍ଠାନର ଶୈକ୍ଷିକ ବାତାବରଣକୁ ସୁସ୍ଥ ସୁନ୍ଦର କରିବା କ୍ଷେତ୍ରରେ ଗ୍ରହଣ କରିଛନ୍ତି ଅନେକ ବଳିଷ୍ଠ ପଦକ୍ଷେପ। ଅଧ୍ୟୟନ କରିବା ସହିତ ବିଭିନ୍ନ କଳାତ୍ମକ ଅଭିରୁଚିର ଉପସ୍ଥାପନା, କ୍ରୀଡ଼ା ତଥା ପିଲାମାନଙ୍କ ଆତ୍ମନିର୍ଭରଶୀଳ ହେବା ଲାଗି ଭିତ୍ତିଭୂମି ସୃଷ୍ଟି କରିବା କ୍ଷେତ୍ରରେ ତାଙ୍କ ଦକ୍ଷତା ସମସ୍ତଙ୍କୁ ଅଭିଭୂତ କରିଛି। ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ୱୟ କ୍ଷେତ୍ରରେ ତାଙ୍କ ବ୍ୟକ୍ତିତ୍ୱ ହୋଇଛି ବହୁ ବର୍ଣ୍ଣା। ଏହି ପବିତ୍ର ଉତ୍ସବର ପରିପାଳନ ଲାଗି